ପ୍ରିୟଙ୍କାଙ୍କୁ 29 ବର୍ଷ ହେଲା ପର୍ଯ୍ୟନ୍ତ ସେ ନିଜ ବାହାଘର ବିଷୟରେ ଏତେ ଗୁରୁତ୍ୱ ଦେଉନଥିଲେ। 27 ବର୍ଷ ହେଲା ବେଳକୁ ବାପା ମା ଆଉ କିଛି ମତାମତ ନ ପଚାରି ପ୍ରସ୍ତାବ ଆଣିବାକୁ ଲାଗିଲେ। ଯାହା ବି ପ୍ରସ୍ତାବ ଆଣୁଥିଲେ ପାତ୍ରର ଦରମା ପ୍ରିୟଙ୍କାଙ୍କ ଠାରୁ କମ୍ ରହୁଥିଲା। ପ୍ରିୟଙ୍କା ରୋକଠୋକ୍ କହିଦେଲେ ଗୋଟିଏ କଥା, ମୋଠୁ ଛୋଟ ଚାକିରି କରି ମୋର ସ୍ୱାମୀ କେମିତି ସେ ହେବ? ଘରେ ଏ କଥା ଶୁଣି କହନ୍ତି, ସେମିତି ପ୍ରସ୍ତାବ ମିଳିଲେ ତ ହେବ। ଥରେ ମା ପ୍ରିୟଙ୍କାକୁ ପଚାରିଲେ, ତୋ ଆଖିରେ ଯଦି କିଏ ଅଛି କହ। ପ୍ରିୟଙ୍କା ସଫା ସଫା ମନା କରିଦେଲା। ମଧୁସୂଦନ ଓ ଆଳତୀ ଝିଅର ସର୍ତ୍ତମୂଳକ ପ୍ରସ୍ତାବ ଏବଂ ଏମିତି ଖିଆଲି ଜିଦି ପାଇଁ କିଛି କହି ପାରୁନଥିଲେ। ବଡ଼ ଚାକିରି କରୁଛି, କ'ଣ କହି ବୁଝେଇବେ? ଯାହା ବୁଝେଇଲେ ବି ସେ ତା ଯୁକ୍ତିରେ କାଟି ଦେଉଥିଲା। ଆଜିକାଲିକା ପିଲା ତ ନିଜେ ନିଜେ ବାହାଘର ଠିକ୍ କରୁଛନ୍ତି। ପ୍ରିୟଙ୍କା ସେମିତି ଠିକ୍ କରିଥିଲେ ବି ତାଙ୍କର ଆପତ୍ତି ନଥାନ୍ତା। ଆଳତୀ ମନେ ମନେ ବହୁତ ବ୍ୟସ୍ତ ହେଉଥିଲେ। ସେ ଯେତେବେଳେ ମଧୁସୂଦନଙ୍କ ଉପରେ ଚିଡ଼ି ଯାଇ କହନ୍ତି, ଗୋଟିଏ ବୋଲି ଝିଅ ଯେ ବାପା ହୋଇ ବାହାଘରଟେ କେମିତି ଠିକ୍ କରିପାରୁନ? ଝିଅକୁ ବୁଢ଼ୀ କରି ଘରେ ରଖିବ ନା କ'ଣ? ଜାଣିଛ ତ ଲୋକେ କ'ଣ କହିବେ? ମଧୁସୂଦନ କିନ୍ତୁ ହସି ଦେଇ କହିଲେ, ହଁ ଜାଣିଛି, କ'ଣ କହିବେ? ଝିଅ ଭଲ ରୋଜଗାର କରୁଛି, ତେଣୁ ବାପା ମା ଜାଣିଶୁଣି ଝିଅର ବାହାଘର ନ କରି ପକେଇ ରଖିଛନ୍ତି। ଜାଣିଛ ଯଦି ଖୋଜୁନ କାହିଁକି? ତମକୁ କ'ଣ ଏଗୁଡ଼ାକ ଶୁଣିବାକୁ ଭଲ ଲାଗିବ? ଝିଅ ନିଜେ ଯଦି ସର୍ତ୍ତମୂଳକ ପାତ୍ର ଖୋଜିବ, ମୁଁ କୋଉଠୁ ତା ପାଇଁ ଖୋଜିକି କାଢ଼ିବି? ବୟସ ଥିଲାବେଳେ ରାଜି ହୋଇଥିଲେ କଥା ଅଲଗା। ସେ ନିଜେ ଯଦି ବାହା ହେବାକୁ ପସନ୍ଦ ନ କରିବ, ମୁଁ କ'ଣ କରିପାରିବି? ଯୁଗ ଏବେ ବଦଳିଲାଣି, ନାରୀ ଶକ୍ତିର ଉତ୍ଥାନ ହେଲାଣି। ପୁରୁଷର ଭୂମିକା ଏବେ ଗୌଣ। ତାହାର ବ୍ୟକ୍ତିଗତ କଥା ଉପରେ ଆମର ଆଉ ଅଧିକାର ନାହିଁ। ଅଳକା ହତାଶରେ ମଧୁସୂଦନଙ୍କୁ ଚାହିଁଲେ। ମଧୁସୂଦନ ହସି ଦେଇ କହିଲେ, ଆମ ସମୟର କଥା କ'ଣ ଅଛି ଆଉ? କିଛି ଦିନ ଲୋକ କହିବେ, କୁହନ୍ତୁ। ଲୋକେ ତ ଖାଲିଟାରେ ବି ବହୁତ କଥା କୁହନ୍ତି। ବାପା ତମେ ଏତିକି କ'ଣ କରିପାରିବ? ଖୋଜିକି ଆଣିବ କ'ଣ? ତମେ ତ ମା ହେଇଛ, ଟିକେ ଝିଅକୁ ବୁଝେଇଲେ ହେବନି? କହିଲେ, ପୁଅର ରୋଜଗାର କମ୍ ହେଲେ କ'ଣ, ପିଲାର ଯୋଗ୍ୟତା ଅଛି, ଭଲ ପରିବାର ଅଛି, ସଂସାର କରିବା ପାଇଁ ଆଉ କ'ଣ ଅଧିକ ଦରକାର? 2 ଜଣ ରୋଜଗାର କରିବ, କେଉଁଥିରେ ଅଭାବ ରହିବନି। ସ୍ୱାମୀ ବଡ଼ ଚାକିରି କଲେ କ'ଣଟା ଆଉ ଅଧିକ ହେବ? ବରଂ ନିଜେ ବଡ଼ ଚାକିରି କରୁଛି ବୋଲି ଭାବି ଅଧିକ ଖୁସି ହେବା କଥା। ମୁଁ କ'ଣ ବୁଝେଇନି? ବୁଝେଇ ବା ଥକି ସାରିଲିଣି। ତମେ ମା ହୋଇ ଯଦି ହାର ମାନି ସାରିଲଣି, ତେବେ ମୋତେ କାହିଁକି ଦୋଷ ଦେଉଛ? ଆଉ କାହାକୁ କହିବି? କହି ଅଳତା କାନ୍ଦିବା ଆରମ୍ଭ କରିବା ମାତ୍ରେ ମଧୁସୂଦନ ବିରକ୍ତ ହୋଇ ବାହାରକୁ ପଳେଇ ଆସିଲେ। ଆଉ ତାପରେ ଯୁକ୍ତିର ଅନ୍ତ ହେବ। ସେଦିନ ଘରକୁ ପରିମଳ ଜେଜେ ଆସିଥାନ୍ତି। ଆଳତୀ ସାହସ କରି ଶ୍ୱଶୁରଙ୍କୁ ରାତିରେ ପ୍ରିୟଙ୍କାଙ୍କ କଥା ବୁଝିବା ପାଇଁ କହିଲା। ପରିମଳ ବହୁ ଚିନ୍ତା କରି 2 ଦିନ ପରେ ଏ ବିଷୟରେ କଥା ହେବେ ବୋଲି ଠିକ୍ କଲେ। ପ୍ରିୟଙ୍କା ଅଫିସରୁ ଫେରି ସେଦିନ ଲ୍ୟାପଟପରେ କ'ଣ କାମ କରୁଥାଏ। ପରିମଳ ଜେଜେ ପାଖକୁ ଆସି କହିଲେ, ଅଫିସ କାମ ଘରେ ନ କଲେ କ'ଣ ହେବନି? ପ୍ରିୟଙ୍କା ହସି ଦେଇ କହିଲା, ଜେଜେ କାମ ନୁହେଁ, ମେଲ୍ ଚେକ୍ କରୁଥିଲି। କ'ଣ କଥା କିଛି କହୁନ? ପରିମଳ ଜେଜେ କହିଲେ, ମୁଁ ତୋ ପାଇଁ 2ଟା ପ୍ରସ୍ତାବ ଆଣିଥିଲି ତ, ଭାବିଲି ତୋ ସାଙ୍ଗରେ କଥାବାର୍ତ୍ତା ହେଲା ପରେ ପୁଅ ଘରେ ଖବର ଦେଇଥାନ୍ତି। ହଁ ଜେଜେ କହୁନାହାନ୍ତି। ହେଇଟି, ମୁଁ ଲ୍ୟାପଟପ୍ ବନ୍ଦ କଲି। ପ୍ରିୟଙ୍କା ଜେଜେଙ୍କ ମୁହଁକୁ ଚାହିଁ କହିଲା। ଜେଜେ 2ଟା ଲଫାଫା ପ୍ରିୟଙ୍କା ହାତକୁ ଧରାଇ ଦେଲେ। କହିଲେ, ଏଇଥିରେ 2 ଜଣଙ୍କର ପୁରା ବାୟୋଡାଟା ଅଛି। ତୁ ଥରେ ଦେଖିଦେ। ଯଦି ଆଉ ଅଧିକ କିଛି ଜାଣିବାକୁ ଚାହୁଁ ବି ମୋତେ ପଚାରି ପାରିବୁ।
ତାପରେ ତୁ କହିଲେ ମୁଁ ତାଙ୍କ ଘରକୁ ଖବର ଦେବି। ଠିକ୍ ଅଛି କହି ପ୍ରିୟଙ୍କା ଲଫାଫା ଦୁଇଟା ଖୋଲିଲା। ଖୋଲୁ ଖୋଲୁ କହିଲା, ଜେଜେ ତମେ ପୁରା ସିଷ୍ଟମେଟିକ୍। ସବୁ ଜିନିଷର ଗ୍ରାଉଣ୍ଡ ବାର୍କ କରିସାରିଲା ପରେ ମିଟିଂ ଆଟେଣ୍ଡ କରିବା କଥା କହୁଛ। ବାପା କିନ୍ତୁ ମୋତେ ନ ପଚାରି ସିଧା ଘରକୁ ଡାକି ଆଣୁଛନ୍ତି। ତାପରେ ମୋତେ କହୁଛନ୍ତି ତତେ ଦେଖିବା ପାଇଁ ଆସୁଛନ୍ତି। ମୋତେ ଆଗରୁ କହିଥିଲେ ମୁଁ ସେ ପ୍ରସ୍ତାବ ସବୁ ପ୍ରଥମରୁ ମନା କରି ଦେଇଥାନ୍ତି। ବାପାଙ୍କୁ ଏତେ ହଇରାଣ ହେବାକୁ ପଡ଼ିନଥାନ୍ତା। ସମସ୍ତଙ୍କର କାର୍ଯ୍ୟ କରିବାର ଶୈଳୀ ଟିକେ ଭିନ୍ନରେ ମା। ତତେ ମୋ ଶୈଳୀ ଭଲ ଲାଗିଲା ବୋଲି ମୋର ପ୍ରଶଂସା କଲୁ। ନଚେତ୍ ଆମ ସମୟରେ ତୋ ବାପାଙ୍କ ଶୈଳୀ ହିଁ ସର୍ବୋତ୍କୃଷ୍ଟ ଥିଲା। କୌଣସି ଝିଅ ଏହାର ପ୍ରତିବାଦ କରୁନଥିଲେ। ତୋ ମାଆକୁ ବି ପଚାର। ହେଲେ ଜେଜେ ଯେଉଁଟା ଭଲ ସେଇଟା ସଦାବେଳେ ଭଲ। ସେଇଟା ସାମୟିକ ଭାବରେ ହଉ ଭଲ ହେବ କେମିତି? ସେତେବେଳେ ଯଦି ଭଲ ଥିଲା ଏବେ କାହିଁକି ଭଲ ନୁହେଁ? ସେଇଟା ଆମ ମାନସିକତାରେ ମା। ଏବେ ବି ଝିଅ ଅଛନ୍ତି ଯାହାକୁ ବାପା ମାଆଙ୍କର ଏ ଆଟିଚ୍ୟୁଡ୍ ଭଲ ଲାଗେ। ତାପରେ ସେମାନେ ତ ସମ୍ପୂର୍ଣ୍ଣ ଅଜ୍ଞ ରହୁନାହାନ୍ତି। ସେତେବେଳେ ବି ଝିଅମାନଙ୍କୁ ପୁଅ କ'ଣ କରୁଛି ବୋଲି କୁହାଯାଉ ହେଉଥିଲା। ହଁ ଆଜିକାଲିକା ଭଳି ଏତେ ପ୍ୟାକେଜ କେତେ କ'ଣ ଛୁଟି ଆଉ କେଉଁ ବର୍ଷ ପାସ୍ ଆଉଟ୍ ଇତ୍ୟାଦି ପଚାରି ନଥିଲେ। ଜେଜେ କହି ପ୍ରିୟଙ୍କାକୁ ଦେଖିଲେ। ଏଥିରେ ପୁଣି ମାନସିକତା କ'ଣ ଜେଜେ? ଏଇଟା କ'ଣ ଭୁଲ? ପ୍ରିୟଙ୍କା ପଚାରିଲା। ଜେଜେ କହିଲେ, ଯେମିତି ତତେ ଯାହା ଭଲ ଲାଗିବ ସମସ୍ତଙ୍କୁ ସେଇଆ ଭଲ ଲାଗିବ ବୋଲି ତୁ ଭାବୁଛୁ। ସେଇଟା କ'ଣ ତୋ ମାନସିକତା ନୁହେଁ? ମୁଁ ଯାହା କହୁଛି କ'ଣ ଭୁଲ କହିଲି? କହୁନ ଜେଜେ। ଯଦି ଭୁଲ ବୋଲି ବୁଝେଇଦେବ ତାହେଲେ ମୁଁ ସ୍ୱୀକାର କରିନେବି। ଭୁଲ ଠିକ୍ ଏକ ସାର୍ବଜନୀନ ମତ। ମୋତେ ଏସବୁ ଭଲ ଲାଗେନି କହି ଏଡ଼ାଇ ହେବନି। ମନେ ରଖ ମା, ସବୁ ଜିନିଷ ଯୁକ୍ତି ଦ୍ୱାରା ସିଦ୍ଧାନ୍ତରେ ପହଞ୍ଚି ହୁଏ ନାହିଁ। କିମ୍ବା କାହାର ମତଧାରାକୁ ଠିକ୍ ବୋଲି କହିବା ବା ଭୁଲ ବୋଲି କହିବାକୁ କେହି କେଉଁଠି ସିଦ୍ଧାନ୍ତ ଧରି ବସିନାହାନ୍ତି। ସମୟ କାଳ ସ୍ଥାନ ପାତ୍ର ଦେଖି ଧର୍ମ ଆଦି ବିଷୟକୁ ନେଇ କିଛି ମତବାଦ ଯାହା ଭିନ୍ନ ଭିନ୍ନ ହୋଇଥାଏ। ତାହେଲେ ମୋତେ ଖାଲି ଗୋଟିଏ କଥା କୁହ ଯେ ଜେଜେ ବାପା ମୋତେ ଓ ମୋ ବିଚାର ଜାଣିସାରିଲା ପରେ ବି ମୋତେ ନ କହି ଘରକୁ ପୁଅ ଘର ଲୋକଙ୍କୁ କାହିଁକି ଡାକି ଆଣୁଛନ୍ତି? ଜେଜେ ହସିଦେଇ କହିଲେ, ଚିନ୍ତା କରନାରେ ମା, ଆଉ ଡାକିବେନି। ଏଥିପାଇଁ ଡାକୁଥିଲେ କାଳେ ତମେମାନେ ପରସ୍ପର ଦେଖାଦେଖି ଓ କଥାବାର୍ତ୍ତା ସରିଲା ପରେ ତୋ ମତରେ କିଛି ପରିବର୍ତ୍ତନ ଆସିବ ଆଉ ତୁ ବାହାଘର ପାଇଁ ରାଜି ହେବୁ। ତୋ ବାପାର ବର୍ତ୍ତମାନ ଆଉ ସେ ବିଶ୍ୱାସ ତୋ ଉପରେ ନାହିଁ। ତେଣୁ ଦେଖିବୁ ସେ ଆଉ ଏମିତି କରିବନି। ତମେ କେମିତି ଜାଣିଲ ଜେଜେ? ତୁ କ'ଣ ଜାଣିପାରୁନୁ? ଏସବୁ ଅନୁଭବ। ମଣିଷ ଯେତେବେଳେ କାର୍ଯ୍ୟକ୍ଷେତ୍ରରେ କିଛି କରିନପାରେ ସେ କିଛି ଅଲୌକିକ ଆଶା କରେ। ସେ ଆଶା ବି ଯେତେବେଳେ ମଉଳିଯାଏ ସେ କ'ଣ ଆଉ କରିବ? ଯାହା ହେଉଛି ହେଉ, ଏହା ହିଁ ସେ ଭାବିବ। 27 ବର୍ଷ ପର୍ଯ୍ୟନ୍ତ ତୁ ବାହା ନ ହେବାକୁ ମନା କଲୁ। ତାପରେ ତୁ ହଁ କଲୁ। ତୋର ଇଚ୍ଛା ଅନୁସାରେ ଖୋଜୁ ଖୋଜୁ ତତେ ଏବେ 30 ବର୍ଷ ହେଲାଣି। ପ୍ରତ୍ୟେକ ନାରୀ ଯେମିତି ପୁରୁଷର ରୋଜଗାରକୁ ଦେଖେ, ପ୍ରତ୍ୟେକ ପୁରୁଷ ସେମିତି ନାରୀ ପାଖରେ ଲାବଣ୍ୟତା ଖୋଜେ। ଲାବଣ୍ୟତା ବୟସ ଅନୁସାରେ କମି କମି ଆସେ। ତୋ ପାଇଁ ବର୍ତ୍ତମାନ ପୁଅ ଖୋଜିବା ଏତେ କଷ୍ଟ ଯେ ଯିଏ ଖୋଜୁଛି ସେ ଅଙ୍ଗେ ନିଭେଇ ପାରିବ। ତା ମାନେ ତମେ କ'ଣ କହୁଛ ମୋର ଆଉ ଲାବଣ୍ୟତା ନାହିଁ? ପ୍ରିୟଙ୍କା ହସିଦେଇ ପଚାରିଲା। ଜେଜେ କହିଲେ, ହଁ, 25 ବର୍ଷରେ ଯେଉଁ ଲାବଣ୍ୟତା ତୋ ପାଖରେ ଥିଲା ବର୍ତ୍ତମାନ ନିଶ୍ଚିତ ଭାବରେ ଆଉ ନାହିଁ। ତାହେଲେ ମୋତେ ଆଉ କ'ଣ କେହି ବାହା ହେବେନି ଏହା କହୁଛନ୍ତି ଜେଜେ? କାହିଁକି? ବାହା ହେବା ପାଇଁ ବହୁତ ବାହାରିବେ। ତୋ ଭଳି ପୁରୁଷମାନେ ବି ବହୁତ ଦିନ ଅପେକ୍ଷା କରିଥାନ୍ତି। କିନ୍ତୁ ଇଚ୍ଛା ଅନୁସାରେ ମିଳିବା କଷ୍ଟ ହେଇଯାଉଛି ବୋଲି ଏବେ ବିବାହ ଦିନକୁ ଦିନ ବହୁତ କଷ୍ଟକର ହେଇଯାଉଛି। ପ୍ରିୟଙ୍କା ଦୁଇଟା ଯାକ ଲଫାଫା ଦେଖି ସାରିଥିଲା। ଗୋଟିଏ କହିଲା, ଜେଜେଙ୍କୁ ବଢ଼ାଇ ପସନ୍ଦ,
ଜେଜେ ଦେଖିଲେ ଲେଖା ହୋଇଛି ରମେଶ ଚନ୍ଦ୍ର ଦାସ ଆନୁଆଲ ପ୍ୟାକେଜ 12 ଲକ୍ଷ। ଜେଜେ ବୁଝିପାରିଲେ ଯେ ଆର ଲଫାପାରେ ହରିଶ ଚନ୍ଦ୍ର ଦାସଙ୍କର 8 ଲକ୍ଷ ଲେଖା ହୋଇଥିଲା ବୋଲି ସେ ରିଜେକ୍ଟ କଲା। ପ୍ରିୟଙ୍କାର ପ୍ୟାକେଜ ବି ଏବେ 10 ଲକ୍ଷରୁ 12 ଲକ୍ଷ ହୋଇଛି। ଜେଜେ ଘରେ ସମସ୍ତଙ୍କୁ ଜଣାଇ ଦେଲେ। ଫୋନ କରି ପୁଅ ଘରେ ବି ଖବର ଦିଆଗଲା। କାଲି ସେମାନେ ଆସିବେ ବୋଲି କହିଲେ। 3 ଦିନ ଗଲା କିନ୍ତୁ କେହି ତାଙ୍କର ଆସିଲେ ନାହିଁ। ଚତୁର୍ଥ ଦିନ ପ୍ରିୟଙ୍କା ରାଗରେ କହିଲା, କେୟାରଲେସ୍ ଲୋକଗୁଡ଼ାକ ବ୍ୟବହାର ଶିଖିନାହାନ୍ତି। ଆସିବାର ନାହିଁ ଯଦି ମନା ବି କରିପାରୁନାହାନ୍ତି। ତାଙ୍କ ପାଇଁ ଆମେ କ'ଣ କୁଆଡ଼େ ଯିବୁନି ନା କ'ଣ? ମୁଁ ମୋର ଦିଲ୍ଲୀ ଟୁର୍ ଖାଲି ବେକାରରେ କ୍ୟାନସଲ କଲି। ଜେଜେ ହସି ଦେଇ କହିଲେ, ଟିକେ କେୟାରଲେସ୍ ହେଲେ କ'ଣ ହେଲା? ପ୍ୟାକେଜ ତ ଠିକ୍ ଅଛି। ଆମର ତ ବାହା ହେବା ପାଇଁ ମେନ୍ କ୍ରାଇଟେରିଆ ହେଉଛି ପ୍ୟାକେଜ। ଜେଜେ, ମୁଁ କ'ଣ ପ୍ୟାକେଜ କହିଲି ବୋଲି ଚରିତ୍ରହୀନକୁ ସ୍ୱୀକାର କଲି? ବିଲକୁଲ ନୁହେଁ। କିନ୍ତୁ ବିଳମ୍ବ ଯେ ରମେଶ କରିଛି କି ଆଉ କିଏ କରିଛି ନ ଜାଣି କେୟାରଲେସ୍ ଚରିତ୍ରହୀନ କହିବା କ'ଣ ଆମ ନିଜ ଉତ୍ତମ ଚରିତ୍ରକୁ ପ୍ରଶ୍ନ ଉଠାଉନି? ମୁଁ କିନ୍ତୁ ନିଶ୍ଚିତ ସେମାନେ ପୁଅ ଘର ବୋଲି ଫୁଟାଣି ମାରି ରହୁଛନ୍ତି। ଆମେ ପଚାରିଲେ ସେ ଉତ୍ତର ଦେବେ। ଆମେ ବିଲକୁଲ ପଚାରିବା ନାହିଁ। ସେ ଆସିଲେ ଆସନ୍ତୁ, ନ ଆସିଲେ ନାହିଁ। ସମ୍ଭାବନା ଅର୍ଥରେ କାହାକୁ ଏତେ ବଡ଼ ଗାଳି ଦିଆଯାଇ ନପାରେ। ତାପରେ ତୁ ବି ତ କଥା ବଦଳାଉଛୁ। ତୋର କ୍ରାଇଟେରିଆ ଥିଲା ଗୁଡ୍ ଲୁକିଂ ବୟ ଓ ଗୁଡ୍ ଲୁକିଂ ପ୍ୟାକେଜ। ବର୍ତ୍ତମାନ ତୁ ସେଥିରେ ଅନ୍ୟ କ୍ରାଇଟେରିଆ କାହିଁକି ମିଶୁଛୁ? ଜେଜେ କହିଲେ। ପ୍ରିୟଙ୍କା କିଛି କହିପାରିଲା ନାହିଁ। ତଥାପି ଟିକେ ରହି ପଚାରିଲା, ତାଙ୍କୁ ତାହେଲେ ଫୋନରେ ଥରେ ଆଉ ଥରେ ପଚରା ଯାଉ, ସେ ଆସିବେ କି ଆସିବେନି? ଜେଜେ ମଧୁସୂଦନକୁ ଫୋନ କରିବା ପାଇଁ କହିଲେ। ମଧୁସୂଦନଙ୍କ ମୁହଁଟା କିଛି ସମୟ ପରେ ଶୁଖିଗଲା। ମଧୁସୂଦନ ଫୋନ ରଖି କହିଲେ, ତାଙ୍କର ଅନ୍ୟ ଜାଗାରେ ଫାଇନାଲ ହୋଇଯାଇଛି, ସେ ଆଉ ଆସିବେ ନାହିଁ। ପ୍ରିୟଙ୍କା ଖୁବ୍ ଜୋରରେ ରାଗିଯାଇ ଜେଜେଙ୍କୁ କହିଲା, ଦେଖିଲ ମୁଁ କ'ଣ କହୁଥିଲି? ଅସଭ୍ୟ ଗୁଡ଼ାକ। କେୟାରଲେସ୍ କହି ମୁଁ କିଛି ଭୁଲ କରିନି। ତୁ ରାଗୁଛୁ କାହିଁକି? ଆମର ଯେମିତି କ୍ରାଇଟେରିଆ ଅଛି ତାଙ୍କର ବି ସେମିତି କ'ଣ କ୍ରାଇଟେରିଆ ଥିବ? କ୍ରାଇଟେରିଆ ଥିଲା ଯଦି ଆଗରୁ ମନା କଲେନି। ଏଠିକି ନ ଆସି ମନା କରିବାର ମାନେ କ'ଣ? ସେମାନେ ଆମକୁ ଜାଣି ଶୁଣି ଅପମାନ ଦେବା ପାଇଁ ଏମିତି କରୁଛନ୍ତି। ସବୁ ଜିନିଷକୁ ଠିକ୍ ଭାବରେ ନ ଜାଣି ତରତର ହୋଇ ମତାମତ ଦେବା ଠିକ୍ ନୁହେଁ। ଜେଜେ କହିଲେ, ଏଥିରେ ଜାଣିବ କ'ଣ ଜେଜେ? ଏଇଠି ଭଲ କ'ଣ ଖରାପ କ'ଣ ଆପଣଙ୍କୁ ସ୍ପଷ୍ଟ ଦିଶୁନି? ଜେଜେ ହସି ଦେଇ କହିଲେ, ଆରେ ସେମାନେ ଏଠିକି ଆସିବା ପୂର୍ବରୁ ତୋ ଅଜାଣତରେ ତୋତେ ଅଫିସରେ ଦେଖିବାକୁ ଯାଇଥିବେ ବୋଧେ। ତାଙ୍କର ପସନ୍ଦ ହୋଇ ନଥାଇପାରେ। ଓଃ, ବିଶ୍ୱ ସୁନ୍ଦରୀ ଖୋଜୁଛନ୍ତି ତ? ତା ପାଇଁ ମେନକା ଆଉ ରମ୍ଭା ସ୍ୱର୍ଗରୁ ଆସିବେ। ଜେଜେ ପ୍ରିୟଙ୍କାର ମୁଣ୍ଡକୁ ଆଉଁସି ଦେଇ କହିଲେ, ଭଲ ହେଲା ଯାଆନ୍ତୁ, ନହେଲେ ଗୋଟେ କେୟାରଲେସ୍ ଲୋକ ହାବୁଡ଼ରେ ଆମେ କାହିଁକି ପଡ଼ିଥାନ୍ତେ? ପ୍ରିୟଙ୍କା ମୁଣ୍ଡ ଟେକି ଜେଜେକୁ ଚାହିଁଲା। କହିଲା, ଜେଜେ ମୋତେ ଥଟ୍ଟା କରୁନ ତ? ଆରେ ମୋର ଏତେ ବ୍ରିଲିଆଣ୍ଟ ନାତୁଣୀକୁ ପୁଣି ଥଟ୍ଟା? ତୋର ତ ସେମାନଙ୍କ ପ୍ରକୃତି ଜାଣି ତାଙ୍କ ଉପରେ ନିଜର ମନ ଭାଙ୍ଗିଗଲା। ଆଉ ସିଆଡ଼େ ଅନେଇବା କ'ଣ? ପ୍ରିୟଙ୍କା କିଛି ସମୟ ଚିନ୍ତା କଲା ପରେ କହିଲା, ଜେଜେ ଠିକ୍ ଅଛି, ତମେ ହରିଶ ଘରେ କୁହ, ତାର ପ୍ୟାକେଜ କମ୍ ହେଲେ ବି ମୁଁ ରାଜି। ଜେଜେ ଗମ୍ଭୀର ଜଣା ପଡ଼ିଲେ। ପ୍ରିୟଙ୍କା ପଚାରିଲା, କ'ଣ ହେଲା ଜେଜେ? କିଛି ନାହିଁ ଯେ, ତୁ କମ୍ ପ୍ୟାକେଜ ବାହା ହେବୁନି ବୋଲି କହୁଥିଲୁ ତ? ତୋର ମନକୁ ତୁ ତାପରେ ଆଡ଼ଜଷ୍ଟ କରିପାରିବୁ ତ? ହଁ, ମୁଁ କରିପାରିବି। ମୋତେ ତ କେହି ବାଧ୍ୟ କରୁନାହାନ୍ତି। ମୁଁ ନିଜେ ନିଷ୍ପତ୍ତି ନେଉଛି। ଆଉ ମୁଁ ଏତେ ଅସଂସ୍କାରୀ ଯେ ନୁହେଁ ଯେ ସ୍ୱାମୀକୁ ଏମିତି ଅସମ୍ମାନ କରିବି। ଜେଜେ ସୁନୟନାକୁ ଗେଲ କରି ପଦେ କହିଲେ, ତୁ ମୋ ସୁନା ନାତୁଣୀଟା। ତୋ ବାପା ମା ଖାଲି ମିଛୁଟାରେ ତୋ ପାଇଁ ବ୍ୟସ୍ତ ହେଉଛନ୍ତି। ବାହାଘର ହେବାର ଅନେକ ଦିନ ପରେ ପ୍ରିୟଙ୍କା ଦିନେ ଜେଜେଙ୍କୁ ପଚାରିଲା, ଜେଜେ ଏ ରମେଶ ଚନ୍ଦ୍ର ଦାସ ଓ ହରିଶ ଚନ୍ଦ୍ର ଦାସ ଜଣେ ବ୍ୟକ୍ତି ନା? ଜେଜେ ହସିଦେଲେ। ଆଉ ସୁନୟନା ହସିଦେଇ କହିଲା, ଯାହା କରିଛ ଠିକ୍ କରିଛ। ସେଥିପାଇଁ ଆଜି ହୁଏତ ମୁଁ ଭଲରେ ଅଛି। ଆଜ୍ଞା ହଁ, ଆପଣମାନଙ୍କୁ ଏ କାହାଣୀରୁ କ'ଣ ଶିଖିବାକୁ ମିଳିଲା? ଯଦି ଆପଣଙ୍କ ମତାମତ ଚାହୁଁଛନ୍ତି
ଦେବାକୁ ଚାହୁଁଛନ୍ତି ତାହେଲେ ମୋତେ ନିଶ୍ଚିତ କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଜଣାନ୍ତୁ। ଏଥିରେ ଆପଣ କେତେ ସହମତି? ରହୁଛି ନମସ୍କାର। ପୁଣି ଦେଖାହେବା ଆଉ ଗୋଟେ ନୂଆ ଦମଦାର ଭିଡ଼ିଓ ସାଙ୍ଗରେ। ନମସ୍କାର। ଜୟ ଜଗନ୍ନାଥ।